ଜୟ ଜଗନ୍ନାଥ ବନ୍ଧୁଗଣ, ଏହି ପବିତ୍ର ବାହୁଡ଼ା ଦଶମୀ ରାତିଠାରୁ ବଦଳିବାକୁ ଯାଉଛି 5 କୋଟିର ଭାଗ୍ୟ, ଯାହାଫଳରେ କି ସେମାନେ ହେବାକୁ ଯାଉଛନ୍ତି କୋଟିପତି। ପବିତ୍ର ଆଷାଢ଼ ଶୁକ୍ଲପକ୍ଷ ଦଶମୀ ତିଥିରେ ବାହୁଡ଼ା ଯାତ୍ରାର ଯାହା ପରିବର୍ତ୍ତନ ଘଟିଛି, ଏହି 5 କୋଟି ରାଶି ହେବାକୁ ଯାଉଛନ୍ତି କୋଟିପତି, ଯାହାଫଳରେ କି ସେମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ଆଜି ଦିନଟି ଅତ୍ୟନ୍ତ ମହତ୍ ରହିଅଛି ଏବଂ ଆଜିର ଦିନରେ ବଡ଼ ଶୁଭ ଯୋଗ ମଧ୍ୟ ସୃଷ୍ଟି ହେବାକୁ ଯାଉଛି। ଏହି ଶୁଭ ଯୋଗ ଅତ୍ୟନ୍ତ ଦୁର୍ଲଭ ଯୋଗ, ଯାହାକି ଏହି 5 କୋଟି ରାଶିରେ ପ୍ରଭାବ ପଡ଼ିବାକୁ ଯାଉଛି। ଏହି 5 କୋଟି ରାଶି ଚକ୍ରରେ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ହଁ ବନ୍ଧୁଗଣ, ଆପଣମାନେ ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି ତ ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଆପଣମାନଙ୍କ ପାଖରେ ଏହିପରି ନୂଆ ଭିଡ଼ିଓ ପହଞ୍ଚି ପାରିବ। ଆଜିର ଦିନରେ ରବି ଯୋଗ ସହିତ ସର୍ବସିଦ୍ଧି ଯୋଗ ମଧ୍ୟ ସୃଷ୍ଟି ହୋଇଛି, ଯାହାଫଳରେ କି ଗୃହ ପ୍ରବେଶ, ବିବାହ, ବ୍ରତଘର ମଧ୍ୟ ହୋଇପାରିବ ଏବଂ ଆଜିର ଏହି ଶୁଭ ଦିନରେ ଲକ୍ଷ୍ମୀ ନାରାୟଣଙ୍କର ରାଜଯୋଗ ମଧ୍ୟ ସୃଷ୍ଟି ହୋଇଛି। ଏହି ଶୁଭ ଯୋଗ ଅତ୍ୟନ୍ତ ଦୁର୍ଲଭ ଯୋଗ, ଯାହାକି ଏହି 5 କୋଟି ରାଶି ଚକ୍ରରେ ପଡ଼ିବାକୁ ଯାଉଛି। ଏବେ ଆସନ୍ତୁ ଜାଣିବା ପ୍ରଥମ ଭାଗ୍ୟଶାଳୀ ରାଶି କିଏ। ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛି ମେଷ ରାଶି। ମେଷ ରାଶି ବ୍ୟକ୍ତିଙ୍କ ପାଇଁ ଏହି ବାହୁଡ଼ା ଯାତ୍ରାରୁ ବଡ଼ ସୁବର୍ଣ୍ଣ ସୁଯୋଗ ମିଳିବାକୁ ଯାଉଛି। ପ୍ରଭୁ ଜଗନ୍ନାଥ ଜୟ ମା ଲକ୍ଷ୍ମୀଙ୍କ କୃପାରୁ ସେମାନଙ୍କ ଜୀବନରେ ଧନର ବର୍ଷା ହେବାକୁ ଯାଉଛି। ଧନ ଅଚାନକ ସେମାନଙ୍କ ଜୀବନରେ ଧନ ପ୍ରାପ୍ତ ହେବାକୁ ଯାଉଛି। ତା ସହିତ ସେମାନଙ୍କର ଋଣ କରଜ ଲାଗିକି ରହୁଥିଲା, ସେସବୁ ବନ୍ଦ ହେବାକୁ ଯାଉଛି। ଏମାନଙ୍କର ସମସ୍ତ ପ୍ରକାର ମନସ୍କାମନା ପୂର୍ଣ୍ଣ ହେବାକୁ ଯାଉଛି। ଏମାନଙ୍କ ଭାଗ୍ୟ ଉଜ୍ଜଳ ହେବାକୁ ଯାଉଛି। ଏହି ସମୟରେ ଆପଣଙ୍କର ସକାରାତ୍ମକ ଭାବନା ରହିବାକୁ ଯାଉଛି, ଯାହାଫଳରେ ଆପଣ ବଡ଼ ସୁଯୋଗ ହାତକୁ ଆସିବ। ବହୁତ ଦିନ ଧରି ଲାଗି ରହିଥିବା କାର୍ଯ୍ୟରୁ ଆପଣ ଏବେ ସଫଳ ଲାଭ କରିବେ। ଆପଣଙ୍କର କୋର୍ଟ କଚେରୀ ମାମଲା ଲାଗି ରହିଥିଲେ ସେସବୁ ଏବେ ଅତି ସହଜରେ ସମାଧାନ ହେବାକୁ ଯାଉଛି। ଆପଣଙ୍କ ବୈବାହିକ ଜୀବନ ଅତି ସୁଖପ୍ରଦ ହେବ। ଆପଣଙ୍କ ପରିବାର ଲୋକ ଏବଂ ସହକର୍ମୀ ଆପଣଙ୍କ ଆଡ଼ିକି ସହଯୋଗର ହାତ ବଢ଼ାଇବେ। ବିଜନେସରେ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରିବାକୁ ଯାଉଛନ୍ତି। ଏହି ସମୟରେ ଆପଣଙ୍କ ବିଜନେସ ବହୁତ ବଡ଼ ଲାଭବାନ ହୋଇପାରେ। ଆପଣଙ୍କର ଶୁଭ ସମୟ ଚାଲିଥିବାରୁ ଆପଣଙ୍କୁ ପଦୋନ୍ନତିର ଯୋଗ ମଧ୍ୟ ରହିଛି। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଭାଗ୍ୟଶାଳୀ ରାଶି କିଏ। ଦ୍ୱିତୀୟ ଭାଗ୍ୟଶାଳୀ ରାଶି ହେଉଛି ବୃଷ ରାଶି। ବୃଷ ରାଶିର ବ୍ୟକ୍ତି ବହୁତ ଉଚ୍ଚମାନର ହୋଇଥିବାରୁ ସେମାନଙ୍କ ଚିନ୍ତାଧାରା ସର୍ବଦା ଉଚ୍ଚ ହୋଇଥାଏ। ସେମାନେ ବଡ଼ ବଡ଼ ପଦବୀ ପାଇଥାନ୍ତି, କିନ୍ତୁ ଏହି ପବିତ୍ର ବାହୁଡ଼ା ଯାତ୍ରା ପରଠାରୁ ରାତିରୁ ସେମାନଙ୍କ ଜୀବନରେ ବଡ଼ ଚମତ୍କାର ଘଟିବାକୁ ଯାଉଛି। ସେ ଯାହା ଆଶା ଆକାଂକ୍ଷା ରଖିଥିଲେ ତାହାଠାରୁ ଅଧିକ ଆଶା ସେମାନଙ୍କୁ ମିଳିବାକୁ ଯାଉଛି ଏହି ପବିତ୍ର ବାହୁଡ଼ା ଯାତ୍ରା ପରଠାରୁ। ପ୍ରଭୁ ଜଗନ୍ନାଥ ଜୟ ମା ଲକ୍ଷ୍ମୀଙ୍କ କୃପାରୁ ସେମାନଙ୍କ ଜୀବନରେ ଧନର ବର୍ଷା ହେବାକୁ ଯାଉଛି। ଅଚାନକ ସେମାନଙ୍କ ଧନ ପ୍ରାପ୍ତି ହେବାକୁ ଯାଉଛନ୍ତି। ସେମାନଙ୍କ କ୍ୟାରିୟରରେ ବଡ଼ ଚମତ୍କାର ଘଟିବାକୁ ଯାଉଛି। ବିଜନେସ ଏବଂ ବେପାରରେ ସେମାନେ ବଡ଼ ଇନଭେଷ୍ଟ କରିବା ସହ ଆପଣଙ୍କର ଶୁଭ ସମୟ ଆରମ୍ଭ ହୋଇଥିବାରୁ ଆପଣ ସମାଜରେ ମାନ ସମ୍ମାନ ଏବଂ ପ୍ରତିଷ୍ଠା ଲାଭ କରିବାକୁ ଯାଉଛନ୍ତି। ବୈବାହିକ ଜୀବନ ଲାଗି ରହୁଥିବା ସମସ୍ୟା ଏବେ ସମାପ୍ତ ହେବାକୁ ଯାଉଛି। ପରିବାର ଲୋକଙ୍କ ସହିତ ଆପଣ ବହୁତ ଖୁସିର ସମୟ ବିତାଇବେ। ବନ୍ଧୁଙ୍କର କିଛି ମାଙ୍ଗଳିକ କାର୍ଯ୍ୟରେ ଆପଣ ଯୋଗ ଦେବାର ଯୋଗ ମଧ୍ୟ ରହିଛି। ତା ସହିତ ଆପଣଙ୍କ ବିଦ୍ୟାର୍ଥୀ ଜୀବନ ବହୁତ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ଏବେ ଆସନ୍ତୁ ଜାଣିବା ତୃତୀୟ ଭାଗ୍ୟଶାଳୀ ରାଶି କିଏ। ତୃତୀୟ ଭାଗ୍ୟଶାଳୀ ରାଶି ହେଉଛି କର୍କଟ ରାଶି। କର୍କଟ ରାଶିର ବ୍ୟକ୍ତି ବହୁତ ସ୍ୱାଭିମାନ ହେଇଥାନ୍ତି। ସେମାନଙ୍କ ଚିନ୍ତାଧାରା ସର୍ବଦା ଉଚ୍ଚ ଥାଏ। ସେମାନେ ଯାହା ବି କରନ୍ତି ନା କାହିଁକି ଅତି ସହଜରେ ତିଷ୍ଠି ଯାଆନ୍ତି। ସେମାନଙ୍କର ପ୍ରତିଟି କାର୍ଯ୍ୟ ସେମାନେ ନିଜ ଉପରେ ନିର୍ଭର କରିଥାନ୍ତି। ସେ କେବେ ପର ଉପରେ ନିର୍ଭର କରିନଥାନ୍ତି। ଏହି ପବିତ୍ର ବାହୁଡ଼ା ଯାତ୍ରା ପରଠାରୁ ସେମାନଙ୍କ ଜୀବନରେ ବଡ଼ ଦୁର୍ଲଭ ସଂଯୋଗ ଘଟିବାକୁ ଯାଉଛି, ଯାହାଫଳରେ ସେମାନଙ୍କ ବହୁତ ଉଚ୍ଚମାନର ହେବାକୁ ଯାଉଛନ୍ତି। ସମାଜରେ ବଡ଼ ପ୍ରତିଷ୍ଠାବାନ ହେବାକୁ ଯାଉଛନ୍ତି। ବିଜନେସ କ୍ଷେତ୍ରରେ ଇନଭେଷ୍ଟ ଯାହା କରୁଥିଲେ ଅଧିକରୁ ଅଧିକ ଇନଭେଷ୍ଟ କରିବା ସହିତ ବଡ଼ ଲାଭଦାୟକ ହୋଇପାରିବେ। ସେମାନଙ୍କ ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା କଳହ ସବୁ ବନ୍ଦ ହେବାକୁ ଯାଉଛି। ସେମାନେ କୋର୍ଟ କଚେରୀ ମାମଲା ଯାହା ଥିଲା ପ୍ରତିବନ୍ଧକ ହୋଇ ସୃଷ୍ଟି ହେଉଥିଲା, ସେସବୁ ଏବେ ବନ୍ଦ ହେବାକୁ ଯାଉଛି। ଅଟକିଥିବା ସବୁ ସ୍ୱପ୍ନ ଏବେ ପୂର୍ଣ୍ଣ ହେବାକୁ ଯାଉଛି। ଏବେ ଆସନ୍ତୁ ଜାଣିବା ଚତୁର୍ଥ ଭାଗ୍ୟଶାଳୀ ରାଶି କିଏ। ଚତୁର୍ଥ ଭାଗ୍ୟଶାଳୀ ରାଶି ହେଉଛି ସିଂହ ରାଶି। ଆପଣଙ୍କ ଜୀବନରେ ବହୁତ ବଡ଼ ଉନ୍ନତି ହେବାକୁ ଯାଉଛି। ଆପଣ ଯାହା ଗଭର୍ଣ୍ଣମେଣ୍ଟ ଜବ୍ ଖୋଜୁଥିଲେ ଅତି ସହଜରେ ଆପଣଙ୍କୁ ଗଭର୍ଣ୍ଣମେଣ୍ଟ ଜବ୍ ମିଳିଯିବ। ଆପଣଙ୍କର
ହେଲ୍ଥକୁ ନେଇ ବହୁତ ଭଲ ରହିବ। ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ବହୁତ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇ ଯେଉଁ ଚିନ୍ତିତ ଥିଲେ ଏସବୁ ଏବେ ସମାପ୍ତ ହେବାକୁ ଯାଉଛି। ଆପଣଙ୍କ ସ୍ୱାସ୍ଥ୍ୟର ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ଆପଣଙ୍କ ବୈବାହିକ ଜୀବନ ବହୁତ ଭଲ ହେବାକୁ ଯାଉଛି। ଆପଣଙ୍କ ଯାହା ଦ୍ୱନ୍ଦ୍ୱ ବିବାଦ ଥିଲା ସବୁ କିଛି ସମାପ୍ତ ହେବାକୁ ଯାଉଛି। କୋର୍ଟ କଚେରୀ ମାମଲାରେ ଆପଣ ବହୁତ ବଡ଼ ସଫଳ ପାଇବାକୁ ଯାଉଛନ୍ତି। ବିଜନେସ୍ ବାଣିଜ୍ୟରେ ବହୁତ ଭଲ ଇନଭେଷ୍ଟ କରିବାକୁ ଯାଉଛନ୍ତି। ଆପଣଙ୍କ ବିଜନେସ୍ କ୍ଷେତ୍ରରେ ଯେଉଁ ମିସ୍ଅଣ୍ଡରଷ୍ଟାଣ୍ଡିଂ ଥିଲା ଏବେ ଅଣ୍ଡରଷ୍ଟାଣ୍ଡିଂ ବହୁତ ଭଲରେ ବଢ଼ିବାକୁ ଯାଉଛି। ଆପଣ କାର୍ଯ୍ୟରତ ମଣିଷ ହୋଇଥିବାରୁ ସାମାଜିକରେ ଆପଣଙ୍କର ବହୁତ ବଡ଼ ପ୍ରଚେଷ୍ଟା ହେବାକୁ ଯାଉଛି। ଆପଣ ଦୂରଯାତ୍ରାକୁ ଯାଇପାରନ୍ତି, ତା ସହିତ ଆପଣଙ୍କର ଟ୍ରାଭେଲ୍ ମଧ୍ୟ କରିବାର ଯୋଗ ରହିଛି। ଚାକିରି କ୍ଷେତ୍ରରେ ଆପଣ ବହୁତ ଭଲ ପଦୋନ୍ନତି ପାଇପାରିବେ। ଏବେ ଆସନ୍ତୁ ଜାଣିବା ପଞ୍ଚମ ଭାଗ୍ୟଶାଳୀ ରାଶି ବିଷୟରେ। ପଞ୍ଚମ ଭାଗ୍ୟଶାଳୀ ରାଶି ହେଉଛନ୍ତି ବିଛା ରାଶି। ବିଛା ରାଶିର ବ୍ୟକ୍ତି ବହୁତ ଉଚ୍ଚମାନର ହୋଇଥାନ୍ତି। ସେମାନଙ୍କ ଜୀବନର ଗତିପଥ ବଦଳିବାକୁ ଯାଉଛି ଏହି ପବିତ୍ର ବାହୁଡ଼ା ଯାତ୍ରା ରାତିଠାରୁ। ସେମାନଙ୍କ ଜୀବନରେ ଉଚ୍ଚର ଆଶା ଖେଳିବାକୁ ଯାଉଛି। ଉଚ୍ଚ ଶିକ୍ଷା ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସେମାନେ ଉତ୍ତୀର୍ଣ୍ଣ ହେବେ। ବିଜନେସ୍ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରିପାରନ୍ତି। ଅବିବାହିତ ଯୁବକ ଏବଂ ଯୁବତୀମାନଙ୍କ ବିବାହ ସ୍ଥିର ହୋଇପାରେ। ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ତା ସହିତ ନୂତନ କର୍ମ ନିଯୁକ୍ତି ଆପଣ ପାଇପାରନ୍ତି। ବାକି ରହିଥିବା କାର୍ଯ୍ୟ ସବୁ ଆପଣଙ୍କର ଏବେ ସମାପ୍ତ ହେବାକୁ ଯାଉଛି। ପ୍ରତିଟି କ୍ଷେତ୍ରରେ ଆପଣ ସଫଳତା ପାଇପାରିବେ। ଏସବୁ ଥିଲା ପବିତ୍ର ବାହୁଡ଼ା ଯାତ୍ରା ରାତିଠାରୁ ବଦଳି ଯାଇଥିବା 5 ଗୋଟିର ଭାଗ୍ୟ। ଏହି 5 ଗୋଟିର ଭାଗ୍ୟ ଜୀବନ ବଡ଼ ଚମତ୍କାର ଘଟିବାକୁ ଯାଉଛି। ତ ବନ୍ଧୁଗଣ, ଆପଣମାନେ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଲା କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ମା ଲକ୍ଷ୍ମୀ ଲେଖି